ଧନୁରାଶିର ବ୍ୟକ୍ତିତ୍ୱ ସେମାନେ ସତ୍ୟର ଅନୁସନ୍ଧାନକାରୀ। ତେଣୁ ଧନୁରାଶିର ବ୍ୟକ୍ତି ଏଭଳି ଜାଗାକୁ ପରିଭ୍ରମଣ କଲେ ସେମାନଙ୍କ ଆୟର ସ୍ରୋତ ଖୋଲିଯାଏ ଏବଂ ମକର ରାଶି ବ୍ୟକ୍ତି ଏଭଳି ସ୍ଥାନକୁ ପରିଭ୍ରମଣ କଲେ ସେମାନଙ୍କୁ ଆତ୍ମସନ୍ତୋଷ ମିଳିଥାଏ, ଶାନ୍ତି ମିଳିଥାଏ। ନମସ୍କାର, ମୁଁ ଜ୍ୟୋତିର୍ବିଦ ବିଭୁଦାନନ୍ଦ ଶତପଥୀ। ଆଜିର ଅଧ୍ୟାୟରେ ଆମେ ଧନୁରାଶି ଓ ମକର ରାଶିର ରାଶି ଏବଂ ବାସ୍ତୁର ସମ୍ପର୍କ ବିଷୟରେ ବୁଝିବା। ଧନୁରାଶିର ବ୍ୟକ୍ତିତ୍ୱ ସେମାନେ ସତ୍ୟର ଅନୁସନ୍ଧାନକାରୀ। ଧନୁ ତୀରର ଛବି ଦେଖିଥିବେ। ସେମାନେ ସାଧାରଣତଃ ଭାବେ ଟିକେ ଅଳସୁଆ, ଯେପର୍ଯ୍ୟନ୍ତ ସେମାନଙ୍କର ଲକ୍ଷ୍ୟ ସ୍ଥିର ନ ହୋଇଛି। ଲକ୍ଷ୍ୟ ସ୍ଥିର ହୋଇଗଲେ ସେମାନେ ସତତ ସଜାଗ ଏବଂ ଜାଗ୍ରତ ଏବଂ କ୍ଷିପ୍ର ଭ୍ରମଣକାରୀ, ପ୍ରୋଆକ୍ଟିଭ୍ ହେଇଯାନ୍ତି ଯେପର୍ଯ୍ୟନ୍ତ ତାଙ୍କୁ ଲକ୍ଷ୍ୟ ମିଳିଯାଏ। ଲକ୍ଷ୍ୟ ନଥିଲା ପର୍ଯ୍ୟନ୍ତ ସେମାନେ ଲାଇଫକୁ ଆଜ୍ ଇଟ୍ ଇଜ୍ ଗ୍ରହଣ କରନ୍ତି। ଏମାନେ ଯେତେବେଳେ ଲକ୍ଷ୍ୟ ମିଳିଯାଏ ବଡ଼ ତ୍ୱରିତ, ପ୍ରୋଆକ୍ଟିଭ୍ ହେଇଯାନ୍ତି ଏବଂ ବଡ଼ ପ୍ରତିକ୍ରିୟାଶୀଳ ମଧ୍ୟ ହେଇଯାନ୍ତି, ଟିକେ ଗର୍ବୀ ମଧ୍ୟ। ସାଧାରଣ ପ୍ରକୃତି, ସେମାନେ ସବୁବେଳେ ସଜାଗ ରୁହନ୍ତି, ସବୁବେଳେ ସକ୍ରିୟ ରହନ୍ତି ଏବଂ ସେମାନେ ହାଇପର ଆକ୍ଟିଭ୍ ମୋଡ଼ରେ ରହନ୍ତି। ବ୍ୟସ୍ତ, ଅତି ଶୀଘ୍ର ମଧ୍ୟ ବିରକ୍ତ ହୋଇଯାନ୍ତି। ସ୍ୱାଧୀନ ଭାବେ ଚିନ୍ତା କରିବାର ତାଙ୍କର ସହଜାତ ପ୍ରକୃତି। ଆଞ୍ଚଳିକ ମାନଚିତ୍ର, ଆପଣଙ୍କ ଅଞ୍ଚଳର ସେଇ ସବୁ ଜାଗା ଯାହା ସ୍ୱାଧୀନ ଚିନ୍ତାଧାରାକୁ ପ୍ରମୋଟ କରେ, ସେସବୁ ଜାଗା ହେଉଛି ଧନୁ ରାଶିର ଅଞ୍ଚଳ। ଯଥା ମନ୍ଦିର, ସେଠି ସ୍ୱାଧୀନ ଭାବେ କୌଣସି ବାହିକ ପ୍ରେସର ନଥାଏ। ଅନୁସନ୍ଧାନ ସଂସ୍ଥା, ଡିଟେକ୍ଟିଭ ଏଜେନ୍ସି, ଆଶ୍ରମ ବା ସମ୍ବାଦ ବିତରଣ ସଂସ୍ଥା, ଏସବୁ ଅଞ୍ଚଳ କାହା ଦ୍ୱାରା ପ୍ରଭାବିତ ହେବା କ୍ଷେତ୍ର ନୁହଁ। ସେମାନେ ତାଙ୍କର ନିଜସ୍ୱ ଚିନ୍ତାଧାରାରେ ଆଗେଇ ନିଅନ୍ତି। ତେଣୁ ଏଭଳି ଜାଗାକୁ ଧନୁରାଶି ବ୍ୟକ୍ତିତ୍ୱ ମାନେ ପରିଭ୍ରମଣ କଲେ, ଯଥା ମନ୍ଦିର ହେଲା, ଡିଟେକ୍ଟିଭ ଏଜେନ୍ସି ହେଲା, ଆଶ୍ରମ ହେଲା, ଏସବୁ ଅଞ୍ଚଳକୁ ଯଦି ସେମାନେ ବା ସମ୍ବାଦ ପରିବେଷଣ ସଂସ୍ଥା ଯଥା ମିଡ଼ିଆ ହାଉସ୍ ହେଲା, ଏସବୁ ଜାଗାକୁ ଗଲେ ସେମାନେ ଆତ୍ମତୃପ୍ତି ପାଆନ୍ତି ଏବଂ ବିଚ୍ଛାରାଶି ବ୍ୟକ୍ତିତ୍ୱଙ୍କର ଧନାଗମର ବାଟ ଖୋଲିଯାଏ। ବର୍ତ୍ତମାନ ବୁଝିବା ମକର ରାଶି। ସାଧାରଣ ଭାବେ କୁହାଯାଏ ମକର ମୁଖୁରା। ସେମାନେ ଭୋକାଲ ହୁଅନ୍ତି, ସେମାନେ ବଡ଼ ବାସ୍ତବବାଦୀ ଆଜ୍ଞା। ସେମାନେ ଦୂରଦୃଷ୍ଟି ସମ୍ପନ୍ନ, ସେମାନେ ବଡ଼ ମହତ୍ୱାକାଂକ୍ଷୀ, ଉଚ୍ଚାକାଂକ୍ଷୀ ଏବଂ ଯୋଜନାକାରୀ। ସେମାନେ ଛନ୍ଦମୟ, ସେମାନେ ଲୟବଦ୍ଧ, ନିୟମିତ, ସନ୍ତୁଳିତ। ତାଙ୍କର ରାଶ୍ୟାଧିପତି ହେଉଛନ୍ତି ଶନି ଏବଂ ଏମାନଙ୍କ ତତ୍ତ୍ୱ ହେଲା ପୃଥିବୀ ତତ୍ତ୍ୱ। ପ୍ରକୃତି ହେଲା ଆରମ୍ଭକାରୀ, ଇନିସିଏଟର। ଅଙ୍ଗ ହେଲା ଆଣ୍ଠୁ, ହାଡ଼, ପିଞ୍ଜରା, ସ୍ପାଇନ୍, ଏସବୁ। ଏମାନଙ୍କ ସାଧାରଣ ପ୍ରକୃତି। ଏମାନେ ସଶକ୍ତ ଭାବେ କୌଣସି କଥା ସର୍ବସମକ୍ଷରେ ରଖିବାର ଅଦମ୍ୟ ଶକ୍ତି ଏମାନଙ୍କ ପାଖେ ଥାଏ। ଉଚ୍ଚ ଉଡ଼ାଣ ଲଗାଇବାର ପ୍ରବୃତ୍ତି ଏମାନଙ୍କ ପାଖେ ଥାଏ। ଦୂରଦୃଷ୍ଟି ସମ୍ପନ୍ନ, ଲଙ୍ଗ ଟର୍ମ ପ୍ଲାନିଂ ଏମାନଙ୍କ ପାଖେ ଥାଏ। ସାମଗ୍ରିକ ଭାବେ ସବୁ ଦେଖିବାର ଶକ୍ତି ଏମାନଙ୍କ ପାଖେ ଥାଏ। ଏମାନେ ବାୟସ୍ଡ ନ ହେଇକି ସାମଗ୍ରିକ ଭାବେ ଦେଖିବାକୁ ଚେଷ୍ଟା କରନ୍ତି। ପ୍ରବଳ ଇଚ୍ଛା ଶକ୍ତି ଥାଏ ଏବଂ ଯୁକ୍ତିପ୍ରିୟ ମଧ୍ୟ ଏବଂ ସିଦ୍ଧାନ୍ତ ନେବାରେ ଓସ୍ତାଦ ଆଜ୍ଞା। ଆପଣଙ୍କ ଅଞ୍ଚଳର ଯେଉଁଠି ସିଦ୍ଧାନ୍ତ ନିଆଯାଏ, ଯଥା ଗ୍ରାମ ପଞ୍ଚାୟତ, ଗାଁରେ, ସହରରେ ଦଳର ମୁଖ୍ୟଙ୍କର, କୌଣସି ପାର୍ଟିର ଦଳ ମୁଖ୍ୟଙ୍କର ଯେଉଁ ଅଫିସ୍ ବା ଡିଏମ୍ ଅଫିସ୍, ଇଏ ମଧ୍ୟ ମକର ରାଶିକୁ ଦେଖାଏ। ବା ଚିଫ୍ ମିନିଷ୍ଟର ଅଫିସ୍, ଏସବୁ ସେଣ୍ଟ୍ରାଲ ସେକ୍ରେଟାରିଏଟ୍, ଏସବୁ ମକର ରାଶିକୁ ଦର୍ଶାଏ। ତେଣୁ ଧନୁରାଶିର ବ୍ୟକ୍ତି ଏଭଳି ଜାଗାକୁ ପରିଭ୍ରମଣ କଲେ ସେମାନଙ୍କ ଆୟର ସ୍ରୋତ ଖୋଲିଯାଏ ଏବଂ ମକର ରାଶି ବ୍ୟକ୍ତି ଏଭଳି ସ୍ଥାନକୁ ପରିଭ୍ରମଣ କଲେ ସେମାନଙ୍କୁ ଆତ୍ମସନ୍ତୋଷ ମିଳିଥାଏ, ଶାନ୍ତି ମିଳିଥାଏ। ତାହେଲେ ବୁଝନ୍ତୁ, କିଭଳି ରାଶି ଏବଂ ବାସ୍ତୁ, ଜ୍ୟୋତିଷ ଏବଂ ବାସ୍ତୁ ପରସ୍ପରର ଅନୁପୂରକ ଓ ପରିପୂରକ। ପୁଣି ଆଗାମୀ ଅଧ୍ୟାୟରେ ବୁଝିବା। ସେ ପର୍ଯ୍ୟନ୍ତ ରହିଲି ଆଜ୍ଞା। ଯଦି ମୋ ଭିଡ଼ିଓ ଭଲ ଲାଗୁଥାଏ, ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ନମସ୍କାର।